ଶାଶୁଘରେ ପ୍ରଥମ ରୋଷେଇ କରି ସମସ୍ତଙ୍କୁ ନିଜ ହାତରେ ଖୁଆଇଦେଲେ ଅଭିନେତ୍ରୀ ଅର୍ଚ୍ଚିତା। ତେବେ ଅର୍ଚ୍ଚିତାଙ୍କର ହାତରନ୍ଧା ଖାଇ ସମସ୍ତେ ଅର୍ଚ୍ଚିତାଙ୍କର ପ୍ରଶଂସା କଲେ। ତ ଦର୍ଶକ ବନ୍ଧୁ ଆପଣମାନେ ଜାଣିଥିବେ କି ଗତ ଦିନ ମାନଙ୍କରେ ବିବାହ ବନ୍ଧନରେ ବାନ୍ଧି ହୋଇସାରିଛନ୍ତି ଓଡ଼ିଆ ସିରିଏଲର ଅଭିନେତ୍ରୀ ଅର୍ଚ୍ଚିତା। ତେବେ ସେ ଜଣେ ଓଡ଼ିଆ ସିରିଏଲ ଅଭିନେତା ମନୋରଞ୍ଜନଙ୍କୁ ବିବାହ କରିଛନ୍ତି। ତେବେ ବିବାହ ପରେ ବର୍ତ୍ତମାନ ପାଇଁ ଶାଶୁଘରେ ରହିଛନ୍ତି ଅଭିନେତ୍ରୀ ଅର୍ଚ୍ଚିତା। ତେବେ ଶାଶୁଘରେ ରହି ନିଜ ହାତରେ ରୋଷେଇ କରି ସମସ୍ତଙ୍କ ସହ ମିଶି ଖାଉଥିବାର ଦେଖିବାକୁ ମିଳିଥିଲା। ତେବେ ଦର୍ଶକ ବନ୍ଧୁ ଅଭିନେତ୍ରୀ ଅର୍ଚ୍ଚିତା ଶାଶୁଘରେ ଡ୍ରେସ୍ ପିନ୍ଧିବାର ମଧ୍ୟ ନଜର ଆସିଛନ୍ତି। ତେବେ ଶାଶୁଘରେ ତାଙ୍କର କିଛି ଦିନ ହୋଇଛି। ତେବେ ଶାଶୁଘରେ ବାପଘର କଥାକୁ ମନେ ପକାଇ ବାପଘର ଲୋକଙ୍କୁ ଶାଶୁଘର ଦେଖି ହଠାତ୍ କାନ୍ଦି ପକାଇଛନ୍ତି ଅଭିନେତ୍ରୀ ଅର୍ଚ୍ଚିତା। ଆଉ ନିଜ ନଣନ୍ଦ ହାତରେ ବନେଇଥିବା ପକୋଡ଼ିକୁ ଖାଇ ମଧ୍ୟ ଭଲ ହୋଇଛି ବୋଲି କହିଛନ୍ତି। ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇ ଶାଶୁଘରେ ବେଶ ଖୁସିରେ ଅଛନ୍ତି ଅଭିନେତ୍ରୀ ଅର୍ଚ୍ଚିତା। ଶାଶୁଘରେ ନିଜ ହାତରେ ଖାଇବା ବନେଇ ନିଜ ପରିବାର ଲୋକଙ୍କୁ ଖୁଆଇ ଦେଇଛନ୍ତି ଅର୍ଚ୍ଚିତା। ତେବେ ଦର୍ଶକ ବନ୍ଧୁ ଖାଇବାରେ ସେ ବନାଇଥିଲେ ବିଭିନ୍ନ ପ୍ରକାରର ଖାଇବା। ତେବେ ସମସ୍ତଙ୍କ ସହିତ ମଧ୍ୟ ହସ ଖୁସିରେ ଚଳୁଛନ୍ତି, ସମସ୍ତଙ୍କ ସହ ମିଶି ମଧ୍ୟ ଖାଉଛନ୍ତି। ତେବେ ନଣନ୍ଦ ଦିଅରଙ୍କ ସହିତ ମିଶି ହସ ମଜା କରୁଥିବାର ନଜର ଆସିଛନ୍ତି ଅର୍ଚ୍ଚିତା। ତେବେ ସମସ୍ତେ ଅର୍ଚ୍ଚିତାଙ୍କୁ ବେଶ ଭଲ ପାଆନ୍ତି, ତାଙ୍କୁ ସପୋର୍ଟ ମଧ୍ୟ କରୁଥିବାର କହିଛନ୍ତି ଅଭିନେତ୍ରୀ ଅର୍ଚ୍ଚିତା। ତେବେ ଦର୍ଶକ ବନ୍ଧୁ ମନୋଜ ଆଉ ଅର୍ଚ୍ଚିତା ବର୍ତ୍ତମାନ ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇସାରିଛନ୍ତି। ତେବେ ଦୁହିଁ ବେଶ ଖୁସିରେ ମଧ୍ୟ ରହିଛନ୍ତି। ତେବେ ଦର୍ଶକ ବନ୍ଧୁ ଆପଣମାନଙ୍କୁ ଅର୍ଚ୍ଚିତା ଆଉ ମନୋଜ ଭଲ ଲାଗନ୍ତି ଯଦି ନିଶ୍ଚିତ ଭାବେ କମେଣ୍ଟ ମାଧ୍ୟମରେ ଜଣାଇବେ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରିବେ, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ, ଆଗକୁ ଏମିତି ଭିଡ଼ିଓ ଦେଖିବା ପାଇଁ ନୋଟିଫିକେସନକୁ ମଧ୍ୟ ଅନ୍ କରିଦେବେ। ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ପାଇଁ ରହୁଛି, ଦେଖା ହେବା ଆଉ ଏକ ଭିଡ଼ିଓରେ। ରହିଲି, ଧନ୍ୟବାଦ।